ଶୁଣନ୍ତୁ ସେମାନେ ତ ସାର୍ ଧନୀ ଲୋକ ସେମାନେ ପଇସା ଦେଇକି ଚାପି ଦଉଛନ୍ତି ଜିନିଷ ଗୁଡ଼ାକୁ। ବିଜେପି ସରକାର ବର୍ତ୍ତମାନ ନାଁ ଯେ ମୋହନ ମାଝୀ ଜିନ୍ଦାବାଦ। ଆଉ ସିଏ ଆମକୁ କିଛି ଗୋଟେ କରିକି ଦିଅନ୍ତୁ। କ'ଣ କହିବେ ଆଜ୍ଞା, ଆମ ଛୁଆଟା ତ ମରିଯାଇଛି ବର୍ତ୍ତମାନ। ତ ଆମେ ଯାହା ଦେଖିଲୁ ଯେ ସେମାନେ ତ ଫାଷ୍ଟ ତାଙ୍କର ବାପା ମା ଯାଇଥିଲେ ଯେ କ'ଣ ମା ତ ଯାଇନଥିଲା, ବାପା ଯାଇଥିଲେ। ତ ତାଙ୍କୁ ଫୋନ୍ କଲେ କି ସ୍କୁଲର ତାଙ୍କର ଯିଏ ବି ଅଛନ୍ତି ଆଟେଣ୍ଡାଣ୍ଟ ଅଛନ୍ତି କି ଯିଏ ବି ଅଛନ୍ତି, ସେମାନେ ଫାଷ୍ଟ ଫୋନ୍ କରିଥିଲେ, କହିଲେ ଯେ ଆପଣଙ୍କ ପୁଅ ସିରିୟସ୍ ଅଛି, ଆପଣ ଟିକେ ଆସନ୍ତୁ। ତାଙ୍କୁ କହିଥିଲେ ଝାଡ଼ା ବାନ୍ତି ହେଇଛି ନା ବାଥରୁମ୍ରେ ପଡ଼ିଦେଲା କହିଲେ, ଡାକି ଦେଇଛନ୍ତି। ଇଏ ବି ପଡ଼େଇଛି। ଆଉ ସେଠି ସାର୍ କ'ଣ ହେଇଛି ନା ସେମାନେ ପୁରା ଟୋଟାଲି ଅଲରେଡ଼ି ମାନେ ସେ ମରିସାରିଛନ୍ତି। ଆମକୁ ପରେ ଡାକିଛନ୍ତି, ସେଠି ସେମାନେ ସିଲ୍ କରିକି ଆମକୁ ଜିନିଷଟା ପଠେଇଛନ୍ତି। ଆମେ ଆଜ୍ଞା ଆମେ ସ୍କୁଲ କର୍ତ୍ତୃପକ୍ଷକୁ ଦାୟୀ କରିବୁ ହେଲା। କାହିଁକି ନା ଆମେ ସ୍କୁଲରେ ଛାଡ଼ିଥିଲୁ ଆଜ୍ଞା, ହଷ୍ଟେଲ ଏଟା ଦିସ୍ ଇଜ୍ ଏ ହଷ୍ଟେଲ। ଦେନ୍ ଆଇ ଏମ୍ ଟୁ ତ ଆମେ ସ୍କୁଲକୁ ହିଁ ଦାୟୀ କରିବୁ। ସ୍କୁଲ ବାଲା ଯାହା କରିବେ ସେମାନେ ସେଟା ଚେଷ୍ଟା ସେମାନେ କରିବେ। କେଉଁଠି ହେଇଛି କ'ଣ ନାହିଁ ସେମାନେ ଆମକୁ ଦେଖନ୍ତୁ ଆମେ ଯେତେବେଳେ ଯାଇଥିଲା ତା ବାପା ଯାଇଥିଲା, ସେମାନେ ଆମକୁ ପୋଷ୍ଟମର୍ଟମ୍ ରିପୋର୍ଟ ବି କରିକି ଦେଇନାହାନ୍ତି, ଖାଲି ହ୍ୟାଣ୍ଡ ଓଭର କରିଦେଲେ। ଯାହାହେଲେ ବି ତା ବାପାଟା ଟିକେ ମୂର୍ଖ ଲୋକ ତ ତେଣୁକରି ସେମାନେ ଆମକୁ ମାନେ ଇଏରେ ପଠେଇଦେଲେ। ଆଉ ସେ ଜାଣିପାରିଲା ନାହିଁ। ଏଠି ଯେତେବେଳେ ଆମେ ଆସିଲୁ ଦେଖିଲୁ ଯେ ତା ବେକରେ ଦାଗ ଅଛି, ଇଏ ଅଛି। ସେଥିପାଇଁ ଆମେ କନଫ୍ୟୁଜ୍ ହେଲୁ। ସେଥିପାଇଁ ଆମେ କେଉଁଝର ଟାଉନ୍ ଥାନାରେ ଆମେ ରାତି 1:30 2ଟା ପାଖାପାଖିରେ ଆମେ ଯାଇଥିଲୁ ଏଫଆଇଆର୍ ଦେଇତେ। ଆଉ ସେମାନେ ବି ଏଫଆଇଆର୍ଟା ଗ୍ରହଣ କରିନଥିଲେ, କିନ୍ତୁ ପରେ ଗ୍ରହଣ କରିଛନ୍ତି। ସେମାନେ କରିଛନ୍ତି ଯେ ଶୁଣନ୍ତୁ, ଆମର ଚାହିଁବା ଦରକାର ଯେ ଯେହେତୁ ଛୁଆଟା ମରିଯାଇଛି, ଆମର 1 କୋଟି ଟଙ୍କାର ଡିମାଣ୍ଡ ଅଛି। ଆଉ ଯେହେତୁ ଆମର ମୋହନ ମାଝୀ ଆମର ସରକାର ବିଜେପି ସରକାର ବର୍ତ୍ତମାନ ନାଁ ଯେ ମୋହନ ମାଝୀ ଜିନ୍ଦାବାଦ। ଆଉ ସିଏ ଆମକୁ କିଛି ଗୋଟେ କରିକି ଦିଅନ୍ତୁ। ସେଟା ତ ଆଜ୍ଞା ସାର୍ ଶୁଣନ୍ତୁ, ସେମାନେ ତ ସାର୍ ଧନୀ ଲୋକ, ସେମାନେ ପଇସା ଦେଇକି ଚାପି ଦଉଛନ୍ତି ଜିନିଷ ଗୁଡ଼ାକୁ ହେଲା। ଏଇନା ବି ଆମକୁ ମୁଁ ଚାହୁଁଛି ମୋହନ ମାଝୀ ପାଖରୁ ନ୍ୟାୟ ଦରକାର। କାହିଁକିନା କୌଣସି ଏଇନା ଆପଣଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ବି ସେ ଚାପି ଦେଇଥିବେଣି, ଏଇଟା ମନେ ରଖିଥାନ୍ତୁ। ଯେତିକି ସାମ୍ବାଦିକ, ଯେତିକି ଇଏ ସମସ୍ତଙ୍କୁ ଚାପିକି ସବୁ ପଇସା ଫିଙ୍ଗି ସାରିଛନ୍ତି ଅଚ୍ୟୁତ ସାମନ୍ତ। କିନ୍ତୁ ମୋର ଦରକାର ଯେ ମୋହନ ମାଝୀ ଯେହେତୁ ଆମର ମୁଖ୍ୟମନ୍ତ୍ରୀ, ସିଏ ନ୍ୟାୟ ଆମକୁ ଦେବା ଦରକାର।